ପିଲାମାନେ ପୁଣି ଥରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ହେଲେ ପୂର୍ବେ ଆମେ ଆଲୋଚନା କଲେ ବିଶେଷଜ୍ଞ ମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡି ଆସିବାକୁ ଚାହୁଁନାହାନ୍ତି। ଯେ ଏଠି ବିଶେଷଜ୍ଞ ମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ। ଯାହା ଫଳରେ ସେମାନେ ଆମେରିକା ଛାଡି ଭାରତକୁ ଆସୁନାହାନ୍ତି। ବୁଝିପାରିଲା? ତେଣୁ ଭାରତ ସରକାର ଜଣେ ଛାତ୍ରକୁ ଲେଖୁଛନ୍ତି। ଭାରତ ସରକାର ଜଣେ ଛାତ୍ରକୁ ଲେଖିଲେ ଯେ ଆମେରିକା ରହୁଥିଲା, ତେଣୁ ଯେ ଭାରତ ସରକାର ତ ଆମେରିକା ପରି ଧନୀ ନୁହନ୍ତି। ଭାରତ ସରକାର ଲେଖିଲେ ଯେ ଭାରତ ତ ଆମେରିକା ପରି ଜଣେ ଧନୀ ନୁହନ୍ତି ଯେ ଯେ ଏଣେ ଟଙ୍କା ଆପଣ ମାନଙ୍କୁ ଦେବେ। ତେଣୁ ସେ ଅନ୍ତତଃ ନିଜ ଦେଶର ସେବା କରିବା ପାଇଁ ଆସନ୍ତୁ। ଭାରତ ସରକାର ଜଣେ ଛାତ୍ର ପାଖକୁ ଲେଖିଲେ ଯେ ଭାରତ ଏତେ ଧନୀ ନୁହେଁ ଯେ ଆପଣଙ୍କୁ ଏତେ ଟଙ୍କା ଦେବେ, ଅଥଚ ନିଜ ମାଟି ମାର, ନିଜ ଜନ୍ମଭୂମିର, ନିଜ ଦେଶର ସେବା କରିବା ପାଇଁ ଏଠି ଆସି ଚାକିରି କରନ୍ତୁ। ପରନ୍ତୁ ଦେଖ ବିଲେ, ସେ ଛୁଆ ଜଣକ କଣ କହିଲା? ସେ ଛାତ୍ର ଜଣକ କହିଲା, ସେଥିରେ ଛାତ୍ର ଜଣକ ଜବାବ ଦେଲେ, ଯଦି ତାଙ୍କ ଭାରତର ଜଣେ ଦେଖ ବିଲେ 70 ପେଜ କୁ ଦେଖ, 70 ନମ୍ବର ପୃଷ୍ଠାକୁ ଦେଖ ପିଲେ। ଯଦି ତାଙ୍କୁ ଭାରତର ଜଣେ ଗଭର୍ଣ୍ଣରଙ୍କ ସହିତ ସମାନ ଦରମା ଦିଆଯାଏ, ତାହେଲେ ସେ ଫେରିବା କଥା ବିଚାର କରିବେ। ଫେରିବେ କି ନାହିଁ ସନ୍ଦେହ। ବୁଝିଲା? ତାମାନେ ଆସିବେ କି ନାହିଁ ଡାଉଟ। ବୁଝିଲା? ଫେରିବା କଥା ଭାବିବେ କେତେବେଳେ ନା, ଯଦି ଭାରତର ଜଣେ ଗଭର୍ଣ୍ଣର ଯେତିକି ଦରମା ପାଉଛନ୍ତି, ଭାରତର ଜଣେ ରାଜ୍ୟପାଳ ବା ଗଭର୍ଣ୍ଣର ଯେ କି ଦରମା ପାଉଛନ୍ତି, ଯଦି ସେତିକି ଦରମା ଦିଆଯିବ, ତାହେଲେ ସେ ଆମେରିକାକୁ ଆସିବା କଥା ଚିନ୍ତା କରିବା। ବୁଝିପାରିଲା? ଆପଣ ଦେଖ ବିଲେ, ଆମେରିକା ଯିଏ ଚାକିରି କରୁଛନ୍ତି ତାଙ୍କେ ଦରମା କାହିଁରେ କଣ କେତେ ବହୁତ ପ୍ୟାକେଜ ତାଙ୍କେ ବହୁତ ବଢିଆ ନା ନାଇଁ? ତେଣୁ ସେମାନେ କାହିଁକି ଛାଡିକି ଆସିବେ ଆମେରିକା? ଏଠି ତ ସମ୍ମାନ ନାହିଁ। ଏଠି ତାଙ୍କେ ପରାମର୍ଶକୁ କେହି ଖାତିରି କରୁନାହାନ୍ତି, ବେପାରୁଆ ଭାବ ଦେଖାଉଛନ୍ତି। ଏଠି ବିଶେଷଜ୍ଞ ମାନଙ୍କୁ ଲୋଡ଼ା ଯାଉନି। ସେ କାହିଁକି ଆସିବେ? ବୁଝିଲା? ମୁଁ ଆଉ କହୁନି, ଲେଖକ କହୁଛନ୍ତି। ବିଦେଶରେ ଲୋକେ ରହି ଏମିତି କଥା ଶୁଣି ପାରୁଛନ୍ତି। ଯଦି ବିଦେଶରେ ଲୋକେ ଏମିତି କଥା ଶୁଣି ପାରୁଛନ୍ତି, ଅଥଚ ସେଇ ଷ୍ଟାଣ୍ଡାର୍ଡ ଲୋକେ ଏ ଦେଶର 15 ବର୍ଷ କାମ କଲେ ମଧ୍ୟ ପ୍ରଥମ ପାହାଚରୁ ଦ୍ୱିତୀୟ ପାହାଚକୁ ଉଠି ପାରୁନାହାନ୍ତି। ପରନ୍ତୁ ଯଦି ସେଇ ଷ୍ଟାଣ୍ଡାର୍ଡ ସେଠି ଯାଇ ଏଣେ ଟଙ୍କା ସେ ପାଉଛି, କହୁଛି ଯେ ଗଭର୍ଣ୍ଣରଙ୍କର ସହିତ ଯଦି ସମାନ ଦରମା ଦିଆଯାଏ ମୁଁ ଫେରିବି। କିନ୍ତୁ ଏଠି ସେଇଭଳିଆ ଲୋକେ ଆମେ ପାଖରେ ଅଛନ୍ତି। 15 ବର୍ଷ କାମ କଲା ପରେ ମଧ୍ୟ ସେ ଯୋଉ ପ୍ରମୋସନ ଟେ ପାଇ ପାରୁନାହାନ୍ତି, ପ୍ରଥମେ ପାହାଚରୁ ଦ୍ୱିତୀୟ ପାହାଚ ଉଠି ପାରୁନି, ତାଙ୍କୁ ପଇସା ଦେବା ପାଇଁ ମଧ୍ୟ ସେ ସକ୍ଷମ ନୁହେଁ। ତେଣୁ ଏଇଥିପାଇଁ ଏ ଦେଶର ବିଶେଷଜ୍ଞ ମାନଙ୍କର କୌଣସି କଥା କରିପାରିବେ ନାହିଁ, ବ୍ୟକ୍ତିଗତ ଉତ୍ସାହ କିମ୍ବା ସ୍ପୃହା ନାହିଁ। ତେଣୁ ଏଇଥିପାଇଁ ଏ ଦେଶର ବିଶେଷଜ୍ଞ ମାନଙ୍କର, ତେଣୁ ଏଇଥିପାଇଁ ବିଶେଷଜ୍ଞ ମାନେ କୌଣସି କଥା କରିବା ପାଇଁ ଏଠି ବ୍ୟକ୍ତିଗତ ଉତ୍ସାହ ଦେଖାଯାଉ ନାହିଁ କି ସ୍ପୃହା ନାହିଁ। ବିଶେଷଜ୍ଞ ମାନଙ୍କର କିଛି ଏଠି ଆଗ୍ରହ ଗୋଟେ ନାହିଁ ଯେ କୌଣସି କଥା ବିଚାର କରିବା ପାଇଁ। ତେଣୁ ଦ୍ୱିତୀୟରେ ଯାହାର ଅବା ସ୍ପୃହା ଅଛି, ଯଦି ଜଣଙ୍କର ସ୍ପୃହା ରହିଲା, ଜଣେ ବିଶେଷଜ୍ଞ ଭଳିଆ କଥା କହୁଛି, પરંતુ ତାଙ୍କୁ ଯଦି ନିଷ୍ପୃହ କରିବା ପାଇଁ କମ ଲୋକ ନାହାନ୍ତି, ତାଙ୍କୁ ମଧ୍ୟ ଜଣେଇବା ପାଇଁ ବହୁତ ଲୋକ ଅଛନ୍ତି। ତେଣୁ ଦେଖ ବିଲେ, ଏକରେ ତ ଦରମା କମ, ଏକରେ ତ ଯଦି ଆମେ ଦେଖିବା ତାଙ୍କ ମୂଲ୍ୟ କିଛି ନାହିଁ। ତାଙ୍କୁ କେହି ପଚାରୁନାହାନ୍ତି। ଏବଂ ଦ୍ୱିତୀୟରେ ଯଦି ଦେଖିବା, ଯଦି କେହି ଆଗ୍ରହ ଦେଖାଉଛି ଏଇଟା ବୋଲି, ତାଙ୍କୁ ମଧ୍ୟ ନିଷ୍ପୃହ କରିବା ବହୁତ ଲୋକ ଏଠି ଅଛନ୍ତି। ତେଣୁ ସମ୍ପର୍କରେ ଦେଶର ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ନ ହେଲା ପର୍ଯ୍ୟନ୍ତ ଅବସ୍ଥାରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ। ତେଣୁ ସମ୍ପର୍କରେ ଦେଶର ଯୋଉ ପରିଚାଳନା ହେଉଛି, ଗୋଟିଏ ନୂଆ ଦୃଷ୍ଟିକୋଣ ଯେ ପର୍ଯ୍ୟନ୍ତ ନ ଆସିଛି, ସେ ପର୍ଯ୍ୟନ୍ତ ଏ ଅବସ୍ଥା ବଦଳିବ ନାହିଁ। ସେ ପର୍ଯ୍ୟନ୍ତ ଆମ ଭାରତୀୟ ଲୋକେ ଯାଇକି ପଛେ ଆମେରିକା ସେବା କରିବେ, ଆମ ଦେଶକୁ ଫେରିବେ ନାହିଁ। ତେଣୁ ଦୃଷ୍ଟିକୋଣ ବଦଳିବା ଦରକାର। କେମିତି ବଦଳିବା ଦେଖ ପିଲେ, ବଡ ବଡ ଯୋଜନା କଥା, ବଡ ବଡ ବିଶେଷଜ୍ଞଙ୍କ କଥା ଛାଡିଦେଲେ, ଶିକ୍ଷାର ସାଧାରଣ ସ୍ତର ଯାହା ହେଲେ ବି
ଯାହା ହେଲାଣି ଯେଉଁ ପ୍ରକାରର ଅଧୋଗତି ଦିନକୁ ଦିନ ଚାଲିଛି ତାକୁ ନ ରୋକି ଲେ ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହବ। ତେଣୁ ଶିକ୍ଷାର ଅବସ୍ଥା ବହୁତ ଶୋଚନୀୟ ହେଇଗଲାଣି। ତେଣୁ ଯୋଜନା କଥା ଆପଣମାନଙ୍କ ଦୂରରେ ଥାଉ, ବିଶେଷଜ୍ଞଙ୍କର କଥା ଦୂରରେ ଥାଉ, ଶିକ୍ଷାର ସାଧାରଣ ସ୍ତର ବି ଆଜିକାଲି ନାହିଁ। ଶିକ୍ଷା ଆଜିକାଲି ପିଲାଟି ଯୋଉ କ୍ଲାସରେ ପଢୁଛି ସେଇ କ୍ଲାସର ଷ୍ଟାଣ୍ଡାର୍ଡ ବା ତା ପାଖରେ ନାହିଁ। ତମେ ଏମିତି ଲକ୍ଷ୍ୟ କରୁଥିବ ପିଲାମାନେ, ତମେ ତ ସେଇପରିକା କି ଯୋଉ କ୍ଲାସରେ ପଢୁଛ ସେଇ କ୍ଲାସର ମାନେ ପାଠ ଟିକେ ତ ମାଇଣ୍ଡ ନଥାଅ କିମ୍ବା ଆଉ କୁଆଡେ ଥାଏ ଥାଏ କି ନାହିଁ ସେଇପରିକା। ସେଇ କ୍ଲାସର ଷ୍ଟାଣ୍ଡାର୍ଡ ତମ ମାନଙ୍କ ପାଖରେ ନାହିଁ। ତେଣୁ ସାଧାରଣ ସ୍ତରରେ ଶିକ୍ଷା ଯାହା ହେଲାଣି ଏବଂ ଯେଉଁ ପ୍ରକାରରେ ଆମେ ଅଧୋଗତି କରୁଛେ, ଦିନକୁ ଦିନ ତଳକୁ ତଳକୁ ଯାଉଛେ, ଯଦି ତାକୁ ନ ରୋକାଯାଏ ଆମ ଅବସ୍ଥା ନିଶ୍ଚୟ ଶୋଚନୀୟ ହୋଇପଡିବ। ଏଥିରେ କହିବା କିଛି ବଡ କଥା ନୁହେଁ। ତେଣୁ ଶିକ୍ଷା ପ୍ରସାର ବାହାରକୁ ଯେତେ ଦେଖା ଯାଉଥିଲେ ମଧ୍ୟ ଯେଉଁମାନେ ଶିକ୍ଷା କଥା ଜାଣିଛନ୍ତି ସେମାନେ ନିଶ୍ଚୟ ଅନୁଭବ କରିଥିବେ। ଶିକ୍ଷା ରାଜ୍ୟରେ ଏକ ନିରୁପାୟ ଅବସ୍ଥା ଆସି ପହଞ୍ଚିଛି। ତେଣୁ ଶିକ୍ଷାର ପ୍ରସାର ବାହାରକୁ ଯେତେ ଦେଖାଯାଉ, ବାହାରକୁ ଯେତେ ଏକ ଯୋଉ ଚକଚକିଆ ଦେଖାଯାଉ, ଶିକ୍ଷା ଅନୁଷ୍ଠାନ ହେଉ କି ସେ ଶିକ୍ଷାର ଯେକୌଣସି ହଉ, ବାହାରକୁ ଯେତେ ଦେଖାଯାଉ, କିନ୍ତୁ ଯେଉଁମାନେ ଶିକ୍ଷା କଥାକୁ ବୁଝୁଛନ୍ତି ସେମାନେ ନିଶ୍ଚୟ ଅନୁଭବ କରିଛନ୍ତି, ସେମାନେ ନିଶ୍ଚୟ ଜାଣିଥିବେ ଯେ ରାଜ୍ୟରେ ଶିକ୍ଷା ରାଜ୍ୟରେ ଗୋଟେ ନିରୁପାୟ ଅବସ୍ଥା ଆସି ପହଞ୍ଚି ଗଲାଣି। ସେଇଥିପାଇଁ ବୋଧେ ହୁଏ ଭାରତ ସରକାର ଶିକ୍ଷା ପାଇଁ ଗୋଟେ କମିଶନ ବସେଇଛନ୍ତି। ତାହେଲେ ପିଲେ ପରୀକ୍ଷାରେ ମଧ୍ୟ କୋଶ୍ଚିନ୍ ଆସିବ ଯେ ଶିକ୍ଷାର ପ୍ରସାର ପାଇଁ ସରକାର କଣ କରିଛନ୍ତି ନା ଗୋଟିଏ ଶିକ୍ଷା କମିଶନ ବସାଇ ଭାରତୀୟ ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି। ପରିସ୍ଥିତି କଥା ବୁଝୁଛନ୍ତି। ବୁଝିଲା ପିଲେ, ଆଜି ଆମେ ଏଇଠି ରହିବା, ପରବର୍ତ୍ତୀ ସମୟରେ ଆଉ ଯାହା ରହିଲେ ସେ ସବୁ ଆଲୋଚନା କରିବା। ହେଲେ ଆଜି ପାଇଁ ବାସ୍ ଏତିକି।